ଏଠି ଆମର କ'ଣ ପାଇଁ ଆଜି ଡେକୋରେସନ୍ ହେଇଛି ଆପଣ ମାନେ ଫୁଲ୍ ଭିଡ଼ିଓ ଦେଖିଲେ ଜାଣିପାରିବେ। ଆପଣ ପ୍ରଥମେ ଆମର ପିଲାମାନେ କଲେଜ ଆସି ପିଲାମାନେ ପ୍ରଥମେ ସଜାସଜି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଛନ୍ତି। ଯେହେତୁ ଆମ ପ୍ରଥମେ ସଦସ୍ୟଙ୍କୁ ଆମେ ମଧ୍ୟ ନିମନ୍ତ୍ରଣ କରିସାରିଛୁ। ତାପରେ ଆମର ପିଲାମାନେ ଅପେକ୍ଷା କରିଛନ୍ତି କେତେବେଳେ ସିନିୟର୍ସ ମାନେ ଆସିବେ। ସିନିୟର୍ସ ମାନେ ମଧ୍ୟ ଆସି ପହଞ୍ଚି ସାରିଛନ୍ତି। ପହଞ୍ଚି ସାରି ସେମାନେ ସେମାନଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଲିପ୍ତ ଅଛନ୍ତି। ସେମାନେ ବି ଅପେକ୍ଷା କରିଛନ୍ତି କେତେବେଳେ ପ୍ରିନ୍ସିପାଲ ସାର୍ ଆସିବେ ଆପଣ ଆମର କାର୍ଯ୍ୟକ୍ରମ ସେ ମଧ୍ୟ ପୂଜାର୍ଚ୍ଚନା କରିଦେଲେ। କରିସାରିବା ପରେ ଆମର କଥାଟି କ'ଣ ହେଇଛି ଜାଣିସାରିଥିବେ ଆମେ କ'ଣ ପାଇଁ ଏ ଡେକୋରେସନ୍ କରିଛୁ। ତାପରେ ପ୍ରିନ୍ସିପାଲ ସାର୍ ଆସି ତାଙ୍କ ବକ୍ତବ୍ୟ ମଧ୍ୟ ପ୍ରଦାନ କରିସାରିଛନ୍ତି। ଆମ ଇୟର୍ର ଗୋଟେ ପିଲା ମଧ୍ୟ ସେ ତା'ର ବକ୍ତବ୍ୟ ଦେଉଛି। ଆମ ପିଲାଙ୍କୁ ଦେଖିବେ ଆପଣମାନେ ଆମ ପିଲାମାନେ କ'ଣ କରୁଛନ୍ତି। କିଏ ମୁଣ୍ଡ ରଖୁସିଲାଣି, କିଏ ହାତର ସବୁ ତା'ର ଫୁଲ ଧରିଲାଣି, କିଏ ତା'ର ହାତର ତା'ର ଫୁଲ ସବୁ ମାଳ କରିକି ଆମ ପିଲାଙ୍କର ଟ୍ୟାଲେଣ୍ଟେଡ଼୍ ବହୁତ, ସେଥିପାଇଁ ତାଙ୍କର ମାଳ କରିକି ହାତର ନାଇଲେଣି। ତାପରେ ଆମର ଦିଦିମାନେ ଆସି ତାଙ୍କର ଟ୍ୟାଲେଣ୍ଟ ସବୁ ମଞ୍ଚ ଉପରେ ପ୍ରଦର୍ଶନ କଲେ। ଦେଖନ୍ତୁ ଆମ ଦିଦିମାନେ କେଉଁଭଳି ଭାବରେ ନାଚୁଛନ୍ତି। ତାପରେ ଆମ ବଡ଼ ବଡ଼ ସୁବିଧା ମଧ୍ୟ ଦେଇଛନ୍ତି। ଖାଇ ଖାଇ ଆମେ ସେମାନଙ୍କ ଡ୍ୟାନ୍ସକୁ ଏନ୍ଜୟ କଲୁ। ବହୁତ ଦୁଃଖ ମଧ୍ୟ ଲାଗିଲା ଆମେ ସେମାନଙ୍କୁ ଫେରୱେଲ୍ ଦେଲୁ। ୟା ପର ବର୍ଷକୁ ଆମକୁ ମଧ୍ୟ ଆମ ଜୁନିୟର୍ସ ମାନେ ଫେରୱେଲ୍ ଦେବେ। ସବୁ କାମ କାର୍ଯ୍ୟକ୍ରମ ସରିବା ପରେ ସବୁ ଅସୁବିଧା ହୋଇ ପଡ଼ିଥିଲା। ସବୁ ସଫାସୁତୁରା କରି ଆମେ ଆମ ରୁମ୍କୁ ବାହାରୁ